इलेक्शन होउची आउ एथर भी बहुत शांति श्रृंखला सहित भलरे होउची आगु को आमे चेष्टा करछु आउरी अधिका मेंबर आनिबु आउ इलेक्शन टा भलो भाबरे करिबु। स्वतंत्र ओडिशा को मु राजकिशोर स्वागत करछि। आज सारा ओडिशा रे बार काउंसिलिंग चालुथिला बेले मु आसी पहुंची केन्द्रापड़ा जिला राजनगर ब्लॉक रो जेएमसी कोर्ट निकट रे मो प्रतिक्रिया नबा आज जो भोट काउंसिलिंग चलछि केमिति कोन शांति श्रृंखला रे चलछि से विषय बुझि नबा। मु महेश्वर सेठी उपसभापति राजनगर बार एसोसिएशन पाई प्रार्थी हेछि। एठी हमर बहुत शांति श्रृंखला एवं सहयोग समस्त सहयोग सहमति भितर भोट प्रक्रिया चलुअछि। आदरे कौन विशृंखला कि कौन पातर अंतर नीति ग्रहण जाई समस्त वकील बंधु मानकर साहाय्य सहयोग भोट पर्व चलुअछि एवं बहुत शांति श्रृंखला होउछि। आपण परिचय टिके देबे। मो एडवोकेट सरोज कुमार महांती राजनगर बार एसोसिएशन जो भोट होची मुझे जॉइंट सेक्रेटरी स्टैंड करिछि। भोट शुरू करे चलीछि ଏବଂ ମିନିଟ ପରେ ଆମର ଗଣତି ଆରମ୍ଭ ହେବ। ନିରଞ୍ଜିତା ସ୍ୱାଇଁ ମୁଁ ଜଣେ ଆଇନଜୀବୀ ବର୍ତ୍ତମାନ ରାଜନଗର ଆମର କୋର୍ଟରେ ପ୍ରଥମ ଥର ନିର୍ବାଚନ ହଉଛି। ଆଗରୁ ସବୁଥର ଆମେ ଆମ ଭିତରେ ଆମେ ସିଲେକ୍ସନ କରିକି ଆମର କମିଟିଟା ଗଢି ଦଉ। ଏଥର କିନ୍ତୁ ଆମର ଇଲେକ୍ସନ ହଉଛି ଆଉ ଏଥର ବି ବହୁତ ଶାନ୍ତି ଶୃଙ୍ଖଳା ସହିତ ଭଲରେ ହଉଛି। ଆଗକୁ ଆମେ ଚେଷ୍ଟା କରୁଛୁ ଆହୁରି ଅଧିକା ମେମ୍ବର ଆଣିବୁ ଆଉ ଇଲେକ୍ସନ ଟା ଭଲ ଭାବରେ କରିବୁ। ମୋ ନାଁ ଅଶୋକ ଦାସ, ମୁଁ ଜଣେ ଆଇନଜୀବୀ ଆମର ରାଜନଗର ବାସ ମେମ୍ବର। ତ ଏଥର ପ୍ରଥମ ଥର ପାଇଁ ଇଲେକ୍ସନ ହଉଛି। ଆଉ ଗଲା ଥର ମଧ୍ୟ ସିଲେକ୍ସନ ରେ ହେଇଥିଲା। ଆଉ ଏଠି ମେମ୍ବର ବି ଏତେ ନାହାନ୍ତି। ମେମ୍ବର ଆମର ବହୁତ କମ ଅଛନ୍ତି, 30-31 ଜଣ ମେମ୍ବର। ଧୀରେ ଧୀରେ ମେମ୍ବର ବଢିଲେ ଆହୁରି ଇଲେକ୍ସନ ଟା ଭଲ ହବ ଏବଂ ଆଇନ ସମସ୍ତଙ୍କର ଯୋଉ କାମ ରହୁଛି ମାନେ ଆମର ଲ ମ୍ୟାଟର ରେ ମଧ୍ୟ ସୁରୁଖୁରୁରେ ଚାଲିବ। ତେଣୁକରି ମେମ୍ବର ମଧ୍ୟ ଏଠି ବଢିବା ଦରକାର। ଆପଣ ଭୋଟ ଦେଇ ସାରିଲେଣି? ହଁ, ମୁଁ ଭୋଟ ଦେଇ ସାରିଲିଣି। କେମିତି ଲାଗିଲା? ହଁ, ପ୍ରଣାଳୀଟା ବହୁତ ଭଲ ଥିଲା, କିଛି ଅସୁବିଧା ନାହିଁ। ଆରାମ ଭୋଟ ଦେଇହବ, ଜଣେ ସୁରୁଖୁରୁରେ ଯାଇ ଦେଇପାରିବ। କିନ୍ତୁ ଯେହେତୁ ମେମ୍ବର କମ ଅଛନ୍ତି ଟିକେ ମେମ୍ବର ଟିକେ ବଢିବା ଦରକାର। ମନ୍ମଥ କୁମାର ରାଉତ, ଆଇନଜୀବୀ, ରାଜନଗର ବାର୍ ଆସୋସିଏସନ। ମୁଁ ମଧ୍ୟ ଟ୍ରେଜର ପାଇଁ ଅନକଣ୍ଟେଷ୍ଟେଡ କ୍ୟାଣ୍ଡିଡେଟ୍। ଆଜିର ଯୋଉ ନିର୍ବାଚନ ହଉଛି ଏହା ହଉଛି ଗଣତନ୍ତ୍ର ଗୋଟେ ପର୍ବ। ତେଣୁ ଆଇନଜୀବୀ ମାନଙ୍କର ଯୋଉ ମତଦାନ ଦେବାର ଏବଂ ନିଜର ପ୍ରୟାସରେ ବାରର ଉନ୍ନତିକରଣ ପାଇଁ ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ, ଉପସଭାପତି ଏଇ ଯୋଉ ଚେନ୍ ଟା ରହିଛି ଟ୍ରେଜର ସବୁ ପୋଷ୍ଟ ପାଇଁ ଆଜି କଣ୍ଟେଷ୍ଟ ହଉଛି। ବହୁତ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି। ବହୁତ ବଢିଆ ଗୋଟେ ପର୍ବ ରକମ ସମସ୍ତେ ଆଇନଜୀବୀ ମାନେ ଆସି ଭୋଟ ନିଜ ନିଜର ମତଦାନ ଦେଇକି ଯାଉଛନ୍ତି। ବହୁତ ବଢିଆ ଲାଗୁଛି। ଦେବଦତ୍ତ ସେଠି ଆଇନଜୀବୀ। ଆଉ ଯୋଉ ଚଳିତ ବର୍ଷ ଯୋଉ ରାଜ୍ୟ ବାର୍ ଆସୋସିଏସନ ତରଫରୁ ଯୋଉ ନିର୍ବାଚନ ପ୍ରକ୍ରିୟା ଚାଲିଛି, ନିର୍ବାଚନରେ ମୁଁ ରାଜନଗର ବାର୍ ଆସୋସିଏସନ ତରଫରୁ ଉପସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛି। ଆଜି ସମଗ୍ର ରାଜ୍ୟରେ ଓକିଲ ମାନଙ୍କର ନିର୍ବାଚିତ ପ୍ରକ୍ରିୟା ଚାଲିଛି, ସେଥିରେ ଆମେ ଭାଗ ନେଇଛୁ ଏବଂ ଏଇଟା ଗୋଟେ ଗଣପର୍ବ ବୋଲି ଆମେ ମାନୁଛୁ। ଭାରତ ବର୍ଷ ଏକ ଗଣତନ୍ତ୍ର ରାଷ୍ଟ୍ର। ତ ଏଥିରେ ମୁଁ ସମସ୍ତ ଭୋଟର ଭାଇ ମାନଙ୍କୁ ଅନୁରୋଧ କରିବି, ସମସ୍ତେ ନିଜ ନିଜର ମତ ସାବ୍ୟସ୍ତ କରନ୍ତୁ, ମତଦାନ କେନ୍ଦ୍ରକୁ ଆସନ୍ତୁ ଏବଂ ମତ ଦିଅନ୍ତୁ। ମୋ ନାଁ ସୁଜାତା ପ୍ରିୟଦର୍ଶିନୀ ଜେନା, ଆଇନଜୀବୀ। ମୁଁ କୌଣସି ପଦବୀରେ ଠିଆ ହେଇନି, ଜଣେ ବାର୍ ଆସୋସିଏସନ ଜଣେ ମେମ୍ବର। ଆଜି ଆମର ଯୋଉ ମତଦାନ ଚାଲିଛି ବହୁତ ଶାନ୍ତି ଶୃଙ୍ଖଳାରେ ଚାଲିଛି, ବହୁତ ଭଲରେ ବି ଚାଲିଛି। ଆମର ଏଟା ଫାଷ୍ଟ ଇଲେକ୍ସନ। ଆମର ସବୁବେଳେ ସିଲେକ୍ସନ ହେଇକି ଆସିଥିଲା ରାଜନଗର ବାର୍ ଆସୋସିଏସନ, କିନ୍ତୁ ଏ ବର୍ଷ ଆମର ରାଜନଗର ବାର୍ ଆସୋସିଏସନ ମେମ୍ବର ହେଇଥିବାରୁ ଆମର ଇଲେକ୍ସନ ପ୍ରକ୍ରିୟା ଚାଲିଛି। ଏତିକି ଧନ୍ୟବାଦ।